नमस्कार दर्शक बंधु शुभ संध्या आमे नहीं आसु देश विदेश राज्यर 20टी गुरुत्वपूर्ण खबर खबरटी भल लगे वीडियो को लाइक करने सहित चैनल न थे सब्सक्राइब करी आपण जिलार ना लिखिदेवे जहाँफल प्रत्येक दिन आपण जिलार खबर किसी ना कि अपडेट पाइपर तेज कौन रही आज संध्यार खबर चलता नजर पकईबा। प्रथम खबर स्कूल शिक्षार मोबाइल और इंटरनेट व्यवहार बढ़िबार लगी। कोरोना पर ऑनलाइन क्लास को लेकिन स्कूल सिस्टम अंश होइछि। विशेषकर स्कूल में पिला को निर्भरता मोबाइल लैपटॉप इंटरनेट रे बढ़ुथिबारु यार कारण पिला माने बहिटारु दूरेई जाउचंती। एने शिक्षा विशेषज्ञ चिंतार मोड़ी पड़िचंती। राज्य सरकार अलर्ट मोड रे अछंती। एबे सरकार स्कूल में छात्र छात्री पई खबर कागज पढ़िबा बाध्यतामूलक हेबो। प्रार्थना पर 10 मिनिट खबर कागज पढ़िया पई हेबो। शिक्षा सचिव छात्र छात्री जातीय और अंतर्जातीय घटना विषय ଜାଣିବାକୁ ହେବ। ତାହା ସହିତ ପଢିବା ଅଭ୍ୟାସ ହେବ ବୋଲି କୁହାଯାଉଛି। ଛାତ୍ରଛାତ୍ରୀ ପଢୁଥିବା ଖବର କାଗଜର 5ଟି ନୂଆ ଶବ୍ଦ ବାଛିବେ। ଏହାକୁ ପ୍ରାର୍ଥନା ସଭାରେ ସମସ୍ତଙ୍କୁ କହିବେ। ଏହା ଦ୍ୱାରା ପିଲାଙ୍କ ଶବ୍ଦାବଳୀ ସୁଧାର ହେବ ଏବଂ ପ୍ରାର୍ଥନା ସଭାରେ ପିଲାମାନେ ଖବର କାଗଜ ବିଷୟରେ ଜାଣିବେ। ପରବର୍ତ୍ତୀ ଖବର ଚଳିତ ବର୍ଷ ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜଧାନୀ ଭୁବନେଶ୍ୱରରେ ଖୁବ୍ ଭଲ ସମୟ ଆସିଛି। ଭୁବନେଶ୍ୱରକୁ ଆସୁଥିବା ରୋଗୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ଚିକିତ୍ସା ଦେବା ପାଇଁ ସରକାର ଲାଗିଛନ୍ତି। ସେପଟେ ଗୁଣାତ୍ମକ ଶିକ୍ଷା ପାଇବେ ଏପଟେ ଚିକିତ୍ସା ପାଇଁ ମଧ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଭୁବନେଶ୍ୱର ଏମ୍ସ ଏବଂ କ୍ୟାପିଟାଲ ହସ୍ପିଟାଲ ଗୋଟିଏ ପଟେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଟ୍ରୋମା କେନ୍ଦ୍ର ଲୋକାର୍ପଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏମ୍ସ ପରିସରରେ ମଧ୍ୟ ବିଶାଳ କ୍ରିଟିକାଲ କେୟାର ହସ୍ପିଟାଲ ଠିଆ ହେବ। ଗୋଟିଏ ବର୍ଷ ଭିତରେ ଏହି ହସ୍ପିଟାଲ କାମ ସରିବ। ଏଥିରେ 150 ଶଯ୍ୟା ବିଶିଷ୍ଟ ଆଇସିୟୁ ରହିବ। ଏହି ସ୍ୱତନ୍ତ୍ର କେନ୍ଦ୍ରରେ ଅଚଳ ଅଙ୍ଗ ଗୁରୁତର ସଂକ୍ରମଣ ଆଘାତର ଚିକିତ୍ସା ଅସ୍ତ୍ରୋପଚାର ପରବର୍ତ୍ତୀ ଜଟିଳତା ଆଦିର ଚିକିତ୍ସା ମିଳିପାରିବ। ଉନ୍ନତ ମାନର ଚିକିତ୍ସା ଉପକରଣ ଏବଂ ଉଚ୍ଚ ତାଲିମପ୍ରାପ୍ତ ଡାକ୍ତରୀ ଦଳ ଦ୍ୱାରା ପାଖାପାଖି 24 ଘଣ୍ଟା ତଦାରଖ ସୁବିଧା ମିଳିବ। ସେପରି ଏଠାରେ ବିଶେଷଜ୍ଞ ଡାକ୍ତର ଉନ୍ନତ ମନିଟରିଂ ଉପକରଣ ଭେଣ୍ଟିଲେଟର ଏବଂ ଇନଫ୍ୟୁଜନ ପମ୍ପର ମଧ୍ୟ ରୋଗୀଙ୍କୁ ସୁବିଧା ମିଳିପାରିବ। ପରବର୍ତ୍ତୀ ଖବର ପୁରୀ ବଡଦାଣ୍ଡରେ ଏକ ଚାଞ୍ଚଲ୍ୟ ଖବର ବୋଲେରୋ ଧକ୍କାରେ ସ୍କୁଟି ଧକ୍କାରେ ନାବାଳକର ମୃତ୍ୟୁ ହୋଇଛି। ପୁରୀ ବଡଦାଣ୍ଡରେ ଏଭଳି ଘଟଣା ଘଟିଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି। ସରକାରଙ୍କ ପକ୍ଷରୁ 4 ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ମେଡିକାଲ ଛକ ଆଡୁ ଶ୍ରୀମନ୍ଦିର ଆଡକୁ ଏକ ବୋଲେରୋ ଗାଡି ଆସୁଥିବା ବେଳେ ଅନ୍ୟପଟେ ସ୍କୁଟିରେ ଜଣେ ବ୍ୟକ୍ତିଙ୍କ ସହିତ ନାବାଳକ ନାତି ଏବଂ ଅନ୍ୟ ଜଣେ ନାବାଳକ ଆସୁଥିଲେ। ତ ବିଶେଷ କରି କୁହାଯାଉଛି ଏହି ସମୟରେ ବାଲଗଣ୍ଡି ଛକ ନିକଟରେ ସ୍କୁଟିକୁ ପଛଆଡୁ ବୋଲେରୋ ଧକ୍କା ଦେଇଥିଲା। ଯାହାଫଳରେ ସ୍କୁଟିରେ ଯାଉଥିବା 3 ଜଣ କିଛି ବାଟ ଘୋଷାଡି ହୋଇଯାଇଥିବା ବେଳେ ଏବେ ଲୋକ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ବୋଲେରୋ ଚାଳକକୁ କାବୁ କରିଥିଲେ ତେବେ ଡାକ୍ତର ନାବାଳକକୁ ମୃତ ଘୋଷଣା କରିଥିବା ଜଣାପଡିଛି। ଆଉ 2 ଜଣଙ୍କ ଚିକିତ୍ସା ମଧ୍ୟ ଚାଲିଛି। ପରବର୍ତ୍ତୀ ଖବର ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ନିକଟକୁ ଭେଟି ଦେବା ଉଦ୍ଦେଶ୍ୟରେ ରାଉରକେଲା ସହରରୁ ଆସିଛି ଏକ ବିଶାଳ ସ୍ୱର୍ଣ୍ଣ ଧନୁଷ। ରାଉରକେଲା ସନାତନ ଜାଗରଣ ମଞ୍ଚ ପକ୍ଷରୁ ବିଶାଳ 8 ଫୁଟ ଲମ୍ବ 3 ଫୁଟର ଉଚ୍ଚତା ବିଶିଷ୍ଟ ସ୍ୱର୍ଣ୍ଣ ଧନୁଷ ଆଜି ବିଧିବଦ୍ଧ ଭାବେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବ। ପ୍ରାୟ 1 କେଜି ସୁନାରେ ନିର୍ମାଣ ଏହି ଧନୁ କେବଳ 1 କେଜି ନୁହେଁ ବରଂ 2.5 କେଜି ରୂପା ସହିତ ତମ୍ବା ଜିଙ୍କ ଲୁହା ମିଶ୍ରିତ ଧାତୁରେ ତିଆରି ହୋଇଛି ଏହି ସୁନାର ଧନୁ। ଏହି ସୁନାର ଧନୁ ପ୍ରାୟ 286 କିଲୋଗ୍ରାମ ଓଜନର ହେବ। ପ୍ରାୟ 1,10 କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏଇଥିରେ। ତେବେ ଏହି ସୁନାର ଧନୁ ତାମିଲନାଡୁରେ କାଞ୍ଚିପୁରମରେ ତିଆରି କରାଯାଇଥିଲା। ଏହା ଭେଟି ମଧ୍ୟ ଶହୀଦ ଯବାନ ଏବଂ ଦେଶବାସୀଙ୍କ ପାଇଁ ଜୀବନ ଯାଉଥିବା ମହାନ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ସନାତନ ଧର୍ମର ଅଧିକ ପ୍ରଚାର ପ୍ରସାର ପାଇଁ କରାଯାଇଛି। ସୁନାର ଧନୁ ଦେଖିବା ପାଇଁ ଛୁଟି ଆସିଥିଲେ ଅଞ୍ଚଳବାସୀ। ଏକ ଗାଡିକୁ ଫୁଲରେ ସଜାଯାଇ ଏହି ଧନୁକୁ ରଖାଯାଇଛି। ଏହି ସମୟରେ ଜୟ ଶ୍ରୀରାମ ଧ୍ୱନିରେ ମଧ୍ୟ କମ୍ପି ଉଠିଛି ପୁରା ସହର। ସେପଟେ କୁନି କୁନି ପିଲାମାନେ ନୃତ୍ୟ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ତେଣୁ ଆପଣମାନେ ମଧ୍ୟ ଭିଡିଓକୁ ଲାଇକ୍ କରି କମେଣ୍ଟରେ ଜୟ ଶ୍ରୀରାମ ବୋଲି ଲେଖି ଦିଅନ୍ତୁ। ପରବର୍ତ୍ତୀ ଖବର ହେଉଛି ଆସନ୍ତା 4 ରୁ 8 ତାରିଖ ପର୍ଯ୍ୟନ୍ତ 5 ଦିନ ଏବଂ 17 ରୁ 18 2 ଦିନ 7 କୋଶିଆ କୁମ୍ଭୀର ଏବଂ ପକ୍ଷୀ ଗଣନା ହେବ। ଏଥିଲାଗି 14 ୟୁନିଟ ଗଠନ କରାଯାଇଛି। ପ୍ରତି ୟୁନିଟରେ 5 ଜଣ ଲେଖାଏଁ ସଦସ୍ୟ ରହିବେ। ଅନୁଗୁଳ ଜିଲ୍ଲାର 7 କୋଶିଆ ବନ୍ୟ ପ୍ରାଣୀର ବନଖଣ୍ଡରେ 5ଟି ବନାଞ୍ଚଳରେ ଗଣନା କରାଯିବ। 12ଟି ଦେଶୀ ଡଙ୍ଗା 2ଟି ବୋଟ ଏଥିଲାଗି ପ୍ରସ୍ତୁତ କରାଯାଇଛି। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରାଯାଇଛି।
ମତ୍ସ୍ୟଜୀବୀଙ୍କୁ ବନ ବିଭାଗ ପକ୍ଷରୁ ନଦୀକି ନ ଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ସେପରି ମହାନଦୀରେ ସାତକୋଶିଆ ଗଣ୍ଡ ଶିଶୁପତ୍ର ଡ୍ୟାମରେ ପର୍ଯ୍ୟଟକଙ୍କୁ ମଧ୍ୟ ବାରଣ କରାଯାଇଛି। କୁମ୍ଭୀର ଓ ପକ୍ଷୀ ଗଣନା ଟିକର ପଡରୁ ମଧ୍ୟ କେଇ ବିନି ବିନିକେଇର ପତାକା ଏବଂ ଟିକର ପଟରୁ କଟରଙ୍ଗ ଏମିତି ପାଖାପାଖି ବାଲିପୁଟରୁ ଚକ୍ରଗଡ଼ ପର୍ଯ୍ୟନ୍ତ ହେବ। ପରବର୍ତ୍ତୀ ଖବର ଅଛି ନୂଆ ନୂଆ ମୁଖ୍ୟ ଶାସନ ସଚିବଙ୍କ ନୂଆ ଟିମ୍। ଓଡିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେବା ପରେ ପ୍ରଥମ ବଡ ଆଇଏଏସ୍ ଅଦଳ ବଦଳ ହୋଇଛି। ନୂଆ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଗଠନ ହୋଇଛି ନୂଆ ଟିମ୍। ତେବେ ଅଦଳ ବଦଳ ପଛରେ ରହିଛି ପାଞ୍ଚଟି ମୁଖ୍ୟ କାରଣ। ପ୍ରଥମଟି ହେଉଛି ଶୀର୍ଷ ସ୍ତରରେ ଅଭିଜ୍ଞତାକୁ ଗୁରୁତ୍ୱ ଏବଂ ଅନୁଗର୍ଗ ମୁଖ୍ୟ ଶାସନ ସଚିବ ହେବା ପରେ ଉନ୍ନୟନ କମିଶନ ପଦବୀ ଖାଲି ପଡିଛି। ସେହି ସ୍ଥାନରେ 1993 ବ୍ୟାଚର ଅଭିଜ୍ଞ ଆଇଏଏସ୍ ଅଫିସର ଦେବ ରଞ୍ଜନ ସିଂଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ସମସ୍ତ ପ୍ରକାର ବ୍ୟାପକ ବ୍ୟବସ୍ଥା ହୋଇଛି। ରାଜ୍ୟରେ ବିଭିନ୍ନ ଯୋଜନା ଗୁଡିକ ସଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ମଧ୍ୟ ସେ ନେଇକି ମଧ୍ୟ ତଦାରଖ ହେବ। ପରବର୍ତ୍ତୀ ଖବର ହଉଛି କୁହୁଡି ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ତେବେ ପ୍ରବଳ କୁହୁଡି ଦେଖି ଆପଣ ମାନେ ଯଦି ଗାଡି ଚଲାଉଛନ୍ତି ସାବଧାନ ହୋଇଯାନ୍ତୁ। ପ୍ରବଳ କୁହୁଡି ସମୟରେ ଧୈର୍ଯ୍ୟ ସତର୍କତା ଅବଲମ୍ବନ କରନ୍ତୁ। ଏନେଇ ସରକାର ପକ୍ଷରୁ ବାରମ୍ବାର ଚେତାବନୀ ମଧ୍ୟ ଦିଆଯାଉଛି। ଗାଡିର ବେଗ କମାନ୍ତୁ, ସାଧାରଣ ସୀମା ଠାରୁ ବେଗ କମ ରଖନ୍ତୁ, ଯାହାଫଳରେ ଆବଶ୍ୟକ ପଡିଲେ ତୁରନ୍ତ ବ୍ରେକ୍ ମାରିପାରିବେ। ଲୋ ବିମ୍ ଏବଂ ଫଗ୍ ଲାଇଟ୍ ବ୍ୟବହାର କରନ୍ତୁ। ଦିନରେ ବି ଲାଇଟ୍ ଜଳାନ୍ତୁ। ଏହା ଦ୍ୱାରା ରାସ୍ତାରେ ଦେଖାଯାଉଥିବା ଅନ୍ୟମାନେ ମଧ୍ୟ ଆପଣଙ୍କ ଗାଡିକି ଦେଖିପାରିବେ। ଦୂରତା ବଜାୟ ରଖନ୍ତୁ ବୋଲି କୁହାଯାଉଛି। କାଚକୁ ସଫା ରଖନ୍ତୁ। ଅଧିକ କୁହୁଡି ଥିଲେ ଗାଡି ଚଳାନ୍ତୁ ନାହିଁ ବୋଲି ସୂଚନା ମିଳୁଛି। ପରବର୍ତ୍ତୀ ଖବର ଅଛି ଚିଲିକାରେ 11ଟା ଯାଏଁ ଡଙ୍ଗା ଚଳାଚଳ ବନ୍ଦ। ପ୍ରବଳ କୁହୁଡି ଯୋଗୁଁ କଟକଣା ଲଗାଇଲେ ପୁରୀ ଜିଲ୍ଲାପାଳ। ଘନ କୁହୁଡି ଯୋଗୁଁ ଦୃଶ୍ୟମାନତା କମ ରହୁଛି। ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁଁ ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ପୋଲିସ ପ୍ରଶାସନ ଏବଂ କଡା ନଜର ରଖି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ଲୋକଙ୍କୁ ଡାକବାଜି ଯନ୍ତ୍ରରେ ସଚେତନ କରାଯାଉଛି। କଟକଣାକୁ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏବେ କୁହାଯାଉଛି। ଭସା ପୋଲରୁ ଜଣେ ଯାତ୍ରୀଙ୍କୁ ଖସି ମଧ୍ୟ ମୃତ୍ୟୁ ହୋଇଥିଲା ଗତକାଲି କୁହାଯାଉଛି। ପରବର୍ତ୍ତୀ ଖବର ହଉଛି ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନ କିଣା। ଏପର୍ଯ୍ୟନ୍ତ ରାଜ୍ୟ ସରକାର 10,50,000 ମେଟ୍ରିକ ଟନ ଧାନ କିଣିଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। 2,30,000 ଚାଷୀ ଧାନ ବିକିଛନ୍ତି। 18ଟି ଜିଲ୍ଲାରେ ଚାଲିଛି ଧାନ କିଣା। 2350 କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯାଇଛି। 11 ଲକ୍ଷ ଚାଷୀଙ୍କ ଟୋକନ ଦିଆସାରିଛି। ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଧାନ କିଣା ଚାଲିବ। ସବୁ ଚାଷୀଙ୍କ ଧାନ କିଣା ଯିବା ନେଇକି ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ତ ବିଶେଷ କରି କୁହାଯାଉଛି କୃଷି କ୍ଷେତ୍ରରେ ଏପର୍ଯ୍ୟନ୍ତ 2350 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ସରକାର 18ଟି ଜିଲ୍ଲାର ପାଖାପାଖି ଏବେ 2,30,000 ଚାଷୀଙ୍କୁ ମଧ୍ୟ 10,50,000 ମେଟ୍ରିକ ଟନ ଧାନ ସଂଗ୍ରହ କରିଛନ୍ତି। ତେବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏ ନେଇକି ମଧ୍ୟ ସୂଚନା ଦେଇଛନ୍ତି। ସେପଟେ ରାସନ କାର୍ଡକୁ ନେଇକି ବଡ ଅପଡେଟ। ରାସନ କାର୍ଡର ଇ କେୱାଇସି ଡେଟ୍ ଆହୁରି ବଢେଇଲେ ସରକାର। ଯାହାଫଳରେ ଏବେ ରାସନ କାର୍ଡ ଉପଭୋକ୍ତା ମାନେ ପୁଣି ଇ କେୱାଇସି କରିପାରିବେ। ସୁଭଦ୍ରା ଟଙ୍କାକୁ ନେଇକି ବଡ ଅପଡେଟ। ଏଣିକି ସୁଭଦ୍ରା ଟଙ୍କା 10,000 ମିଳିବ। ତେବେ କାହାକୁ ମିଳିବ? ଯୋଉମାନେ ଯୋଗ୍ୟ ହିତାଧିକାରୀ ଥିବେ ତାଙ୍କୁ ମିଳିବ। କିଛି ଅଯୋଗ୍ୟ ହିତାଧିକାରୀଙ୍କ ନାମ ମଧ୍ୟ କଟାଯାଇଛି। ଏବେ କୁହାଯାଉଛି ସୁଭଦ୍ରା ଟଙ୍କା ପ୍ରକୃତରେ ଯୋଉମାନଙ୍କୁ 60 ବର୍ଷ ଅଛି ତାଙ୍କ ବାଦ ପଡିଛି। କିଛି ଅଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ବାଦ ପଡିଛି। ଯେଉଁମାନେ ପ୍ରଥମ ଦ୍ୱିତୀୟ କିସ୍ତି ପାଇଛନ୍ତି ସେମାନଙ୍କୁ ତୃତୀୟ ଚତୁର୍ଥ ଦୁଇଟି କିସ୍ତି 10,000 ଟଙ୍କା ମିଳିବ। ଖୁବ୍ ଯଦି ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ତେବେ କୁହାଯାଉଛି ରାଜ୍ୟରେ ଏମିତି ଏକ ଯୋଜନା ଯିଏକି ପୁରା ରାଜ୍ୟଠୁ ଅଲଗା ଯୋଜନା। କୋଟି କୋଟି ମହିଳା ଏଥିରେ ଉପକୃତ ହୋଇଛନ୍ତି, ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି, ଲକ୍ଷପତି ଦିଦିରେ ମଧ୍ୟ ସାମିଲ ହୋଇଛନ୍ତି। ପରବର୍ତ୍ତୀ ଖବର ଅଛି ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ। ଜଣେ ବ୍ୟକ୍ତିକୁ କାବୁ କଲା ଟାଉନ ଥାନା ପୋଲିସ। ଉକ୍ତ ବ୍ୟକ୍ତି ଜଣକ ଢେଙ୍କାନାଳ ସଦର ଥାନାର ବଣସିଂ ନୂଆପଡା ଗ୍ରାମର ସୁଚିତ୍ରା ସାହୁ। ତାଙ୍କ ବ୍ୟାଗରୁ ଏକ ପେଟ୍ରୋଲ ବୋତଲ ଜବତ ହୋଇଛି। ଢେଙ୍କାନାଳ ସଦର ଥାନା ନୂଆପଡା ଗ୍ରାମର ସୁଚିତ୍ରା ସାହୁ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ ପାଖକୁ ଗୁହାରି କରିବା ପାଇଁ ଆସିଥିଲେ। ନୂଆପଡାରେ ଥିବା ତାଙ୍କର ଏକ ଜାଗା ଭୁଲରେ ଅନ୍ୟ ଜଣଙ୍କ ନାମରେ ପଟ୍ଟା ହୋଇଯାଇଥିବାରୁ ଉକ୍ତ ଜାଗାକୁ ବିକ୍ରି କରି ପାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ଆଜକୁ ପାଖାପାଖି 3 ରୁ 4 ବର୍ଷ ହେଲାଣି ଏ ସମ୍ପର୍କରେ ଅଭିଯୋଗ କରିବାକୁ ଥିବା ବେଳେ ଢେଙ୍କାନାଳ ତହସିଲଦାର ବାରମ୍ବାର ଦୌଡୁଛନ୍ତି। ମାତ୍ର ତହସିଲ ଅଫିସରୁ ଅନ୍ୟ ପକ୍ଷରୁ କୌଣସି ପଦକ୍ଷେପ ନେଇ ନଥିବାରୁ ଜାଗାକୁ ବିକ୍ରି ନ କରିପାରି ଆର୍ଥିକ ଅନାଟନରେ ହନ୍ତସନ୍ତ ହେଉଛନ୍ତି। ଏପରି ଏହାକୁ ନେଇ ତହସିଲଦାର ଉପଜିଲ୍ଲାପାଳ ଜିଲ୍ଲାପାଳ ମାନଙ୍କୁ ଗୁହାରି କରି ମଧ୍ୟ ହତାଶ ହୋଇପଡିଥିଲେ। ତେବେ କୁହାଯାଉଛି ଆଜି ଆତ୍ମାହୁତି ଦେବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ। ଯାହାଫଳରେ ଏବେ କାବୁ କରିଛନ୍ତି ପୋଲିସ।
ପରବର୍ତ୍ତୀ ଖବର ହଉଛି ମାର୍ଚ୍ଚରୁ ଗାଡିରେ ଲାଗିବ ଗ୍ରୀନ ଷ୍ଟିକର। ପ୍ରଦୂଷଣ ସାର୍ଟିଫିକେଟ ଥିଲେ ବି ଏବେ ଲାଗିବ ସବୁଜ ଷ୍ଟିକର। ତେବେ କୁହାଯାଉଛି ଏହି ଷ୍ଟିକର ଦେଖିଲେ ଯାଇ ପେଟ୍ରୋଲ ପମ୍ପରେ ପେଟ୍ରୋଲ ତେଲ ଦେବେ କର୍ମଚାରୀ। ଆପଣ ଜାଣିଛନ୍ତି ଗ୍ରୀନ ଷ୍ଟିକ କେମିତି ପାଇବେ? ତେବେ ଗ୍ରୀନ ଷ୍ଟିକର ପାଇବା ପାଇଁ ହେଲେ ଆପଣଙ୍କୁ ଆରଟିଓ କୁ ଯିବା ପାଇଁ ପଡିବ। ଅତି ସହଜରେ ଗ୍ରୀନ ଷ୍ଟିକର ହାସଲ କରିପାରିବେ ଗାଡି ମାଲିକ। ଏଥିପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ସବୁ ଆରଟିଓ ଗୁଡିକରେ ସ୍ପେଶାଲ କାଉଣ୍ଟର ଖୋଲିବ, ଯେଉଁଥିରେ ଗାଡି ମାଲିକ ମାନେ ନିଜ ନିଜ ବୈଧ ପ୍ରଦୂଷଣ ସାର୍ଟିଫିକେଟ ଦେଖାଇ ଗ୍ରୀନ ଷ୍ଟିକର ନେଇପାରିବେ। ଏହି ବ୍ୟବସ୍ଥା ଜାନୁଆରୀ 10 ତାରିଖରୁ ରାଜ୍ୟ ସରକାର ଆରଟିଓ ରେ ଆରମ୍ଭ ହୋଇଯିବ। ଅନ୍ୟପଟେ ଯେଉଁମାନେ ଗାଡିର ପ୍ରଦୂଷଣ ଟେଷ୍ଟ କରିନାହାନ୍ତି, ଆଗକୁ ଗାଡିର ପ୍ରଦୂଷଣ ସାର୍ଟିଫିକେଟ କରିବେ, ତାହେଲେ ବିଚଳିତ ହେବାର ନାହିଁ। ସେମାନେ ମଧ୍ୟ ଗ୍ରୀନ ଷ୍ଟିକର ପାଇବେ। ଜାନୁଆରୀ 10 ତାରିଖ ପରେ ପ୍ରଦୂଷଣ ଟେଷ୍ଟିଂ ବା ସେଣ୍ଟର ବା ମୋବାଇଲ ୟୁନିଟ ଗୁଡିକରେ ଗାଡି ଯାଞ୍ଚ କଲେ, ପରେ ସେମାନଙ୍କ ଗାଡିରେ ମଧ୍ୟ ପାସ୍ କଲେ ତାଙ୍କୁ ଗ୍ରୀନ ଷ୍ଟିକର ପାଇପାରିବେ ବୋଲି କୁହାଯାଉଛି। ଆଉ ଆରଟିଓ ଅଫିସକୁ ଦୌଡିବା ପାଇଁ ପଡିବ ନାହିଁ। ତେବେ ଏନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ମଧ୍ୟ ମିଳିଛି। ପରବର୍ତ୍ତୀ ଖବର ହଉଛି ଲୋକସଭା ଭବନରେ ରିଲ୍ସ ନେଇକି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉଦ୍ବେଗ। ଖୁବ୍ ଶୀଘ୍ର ଗୃହ ବିଭାଗ ଆଣିବେ ଗାଇଡଲାଇନ। ଆଇନ ମନ୍ତ୍ରୀ କହିଛନ୍ତି ଲୋକସଭା ଭବନରେ ରିଲ୍ସ ର କୌଣସି ଆବଶ୍ୟକତା ନାହିଁ। ଆଗକୁ ଏନେଇକି ଲୋକସଭା ଭବନ ସୁରକ୍ଷା କର୍ମୀଙ୍କୁ ତାଗିଦ କରାଯିବ। ରିଲ୍ସ ହେଉଥିଲେ ଲୋକସଭା ଭବନ ସୁରକ୍ଷା କର୍ମୀ ପୋଲିସ ପଦକ୍ଷେପ ନେବ। ରିଲ୍ସ ନେଇ ଆଇନ ମନ୍ତ୍ରୀ କହିଛନ୍ତି ମୋ ନଜରକୁ ସେଭଳି କିଛି ଆସିନାହିଁ। ଲୋକସଭା ଭବନରେ ରିଲ୍ସ କରିବା ଠିକ କଥା ନୁହେଁ। ଏଠାକାର କର୍ମଚାରୀ ହୁଅନ୍ତୁ ବା ବାହାର ଲୋକ ହୁଅନ୍ତୁ, ଲୋକସଭା ଭବନରେ ରିଲ୍ସ ମନା। ଏଠାରେ ରିଲ୍ସ ର କୌଣସି ଆବଶ୍ୟକତା ନାହିଁ। ନୂଆ ବର୍ଷରେ ଲୋକସଭା ଭବନରେ କିଛି କର୍ମଚାରୀ ରିଲ୍ସ କରୁଥିବା ନଜରକୁ ଆସିଥିଲେ, ଯାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ହୋଇଥିଲା। ଏନେଇ ଆଇନ ମନ୍ତ୍ରୀ ଏହାକୁ ମଧ୍ୟ ତାଗିଦ କରିଛନ୍ତି। ପରବର୍ତ୍ତୀ ଖବର ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ବାର୍ଷିକ ପରୀକ୍ଷା ହେବ। ଫେଲ ପାସ୍ ବ୍ୟବସ୍ଥା ରହିବ। ପ୍ରଥମରୁ ଚତୁର୍ଥ ଷଷ୍ଠ ସପ୍ତମ ଶ୍ରେଣୀ ପିଲାଙ୍କର ସमेटिव ଆସେସମେଣ୍ଟ ହେବ। ମାର୍ଚ୍ଚ ମାସର ପ୍ରଥମ ସପ୍ତାହରୁ ପରୀକ୍ଷା ହେବ। ମାର୍ଚ୍ଚର ଦ୍ୱିତୀୟ ପରୀକ୍ଷା ଫଳ ଘୋଷଣା କରାଯିବ। ମାର୍ଚ୍ଚ 16ରୁ ଏପ୍ରିଲ 15 ତାରିଖ ମଧ୍ୟରେ ପରୀକ୍ଷାରେ ଫେଲ ହୋଇଥିବା ବା କମ୍ ମାର୍କ ରଖିଥିବା ପିଲାଙ୍କର ପ୍ରତିକାର କାର୍ଯ୍ୟକ୍ରମ କରାଯିବ। ଏହାକୁ ବିଷୟ ଭିତ୍ତିକ ଶିକ୍ଷକ କରିବେ। ଏପ୍ରିଲ ତୃତୀୟ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଚତୁର୍ଥ ସପ୍ତାହରେ ଫଳ ପ୍ରକାଶ ପାଇବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେବା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ମଧ୍ୟ ଲେଖାଯାଇଛି। ସ୍କୁଲ ସ୍ତରରେ ମାର୍ଚ୍ଚ 2 ତାରିଖରେ ପ୍ରଶ୍ନପତ୍ର ପହଞ୍ଚିବ। ପରବର୍ତ୍ତୀ ଖବର ହଉଛି ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଳୀଳ ନୃତ୍ୟକୁ ନେଇ ବଡ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ। ଖଣ୍ଡଗିରି ମାଘ ମେଳାରେ ହେବନି ଅଶ୍ଳୀଳ ନୃତ୍ୟ। ମୋଟ 7ଟି ପେଣ୍ଡାଲରେ ଯାତ୍ରା ପରିବର୍ତ୍ତନ ହେବ। ତେବେ ଖଣ୍ଡଗିରି ଯାତ୍ରା ଖୁବ୍ ଜଲଦି ଆରମ୍ଭ ହେବା ପାଇଁ ଯାଉଛି। ଲାଗିବ 100ଟି ସିସିଟିଭି କ୍ୟାମେରା। ବିଏମସିର ପ୍ରସ୍ତୁତି ବୈଠକରେ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ଅଶ୍ଳୀଳ ନୃତ୍ୟକୁ ନେଇ ବାରଣ କରାଯାଇଥିବା ବେଳେ ଚାରି ପାଖରେ କ୍ୟାମେରା ଲାଗିବ। ଚୋରି ରୋକିବା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ ହେବେ। ସେପରି ସାଧୁ ସନ୍ତକ ରହିବା ଖାଇବା ଶୌଚାଳୟ ବ୍ୟବସ୍ଥା ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳୁଛି। ପରବର୍ତ୍ତୀ ଖବର ପ୍ରବଳ ଘନ କୁହୁଡି ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଜାନୁଆରୀ 5 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ସିବିଏସ୍ଇ ଆଇସିଏସ୍ଇ ମଧ୍ୟ ଉଭୟ ପ୍ରଯୁକ୍ତି ହେବ। ତେବେ କୁହାଯାଉଛି ଶୀତ ଲହରୀ ସପକ୍ଷରେ ଏବେ ପ୍ରବଳ ଶୀତ ଯୋଗୁରୁ ମନ୍ତ୍ରୀ କହିଛନ୍ତି ଯେ 5 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ରହିବ। ଏନେଇକି ସିବିଏସ୍ଇ ଆଇସିଏସ୍ଇ ୟୁପି ବୋର୍ଡ ସମେତ ସମସ୍ତ ସରକାରୀ ବେସରକାରୀ ସ୍କୁଲ ବନ୍ଦ। ଜନସାଧାରଣଙ୍କ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲାର ମାଜିଷ୍ଟ୍ରେଟ ପୋଲିସ ଅଧିକାରୀଙ୍କୁ ମଧ୍ୟ କହିଛନ୍ତି। ତେବେ ଏବେ କୁହାଯାଉଛି ପ୍ରବଳରୁ ଅତି ପ୍ରବଳ ଶୀତ ଯୋଗୁଁ ପିଲାମାନଙ୍କ ଭବିଷ୍ୟତ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର ଖବର। ଯଦି ଖବରଟି ଭଲ ଲାଗିଥାଏ ନିଶ୍ଚୟ ଲାଇକ୍ କରିବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।